କରିବାର ଅଧିକାର ସମସ୍ତଙ୍କର ଅଛି ଆନ୍ଦୋଳନ କରନ୍ତୁ ସେମାନେ। ମୁଁ ଏ ଜାଗାରେ ପଚାରିବା ପାଇଁ ଚାହିଁଥିଲି ଆମେ ଯେତେବେଳେ ଅଭିଯୋଗ କରିଥିଲୁ ବିରୋଧୀ ଦଳରେ ଥିଲୁ ଯେ ସେ ଯେଉଁ ମେହେର ମମିତା ମେହେରର କଥା କେତେ ଦୂର ତଦନ୍ତ କରିଥିଲେ। ଆମେ କହିଥିଲୁ ମାହାଙ୍ଗା ଟ୍ରିପଲ ମର୍ଡର କଥା, ଟ୍ରିପଲ ମର୍ଡରରେ କେତେ ଦୂର ତଦନ୍ତ ହେଲା। ଏବଂ ତାପରେ ଆମର ଯେତେ ଯେତେ ହତ୍ୟାକାଣ୍ଡ ହେଇଗଲା, ଇଭେନ୍ କି ନବଦାସର ତଦନ୍ତ ଆମେ ସିବିଆଇ ତଦନ୍ତ ମାଗିଲୁ ନବଦାସର, ଏବେ ବି ମାଗୁଛୁ। ଏବେ ବି ମୁଁ ସେଥିରେ ଅଛି, ଷ୍ଟାଣ୍ଡରେ ଅଛି, ମୋ ଷ୍ଟାଣ୍ଡରେ ମୁଁ ଅଛି। କେତେ ଦୂର ହେଲା ତାଙ୍କ ସମୟରେ। ଯଦି ତୁମେ କୌଣସି ଜାଗାରେ ତଦନ୍ତ କରିନାହ ତାହେଲେ ତୁମେ କେଉଁ ହିସାବରେ ଆଜି ତୁମେ ମାଗୁଛ, ତୁମର ମୋହ କେଉଁ ମୋହରେ ତୁମେ ମାଗୁଛ। ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା, ପ୍ରିନ୍ସିପାଲ ଆରେଷ୍ଟ ହେଇଗଲାଣି, ଲେକ୍ଚରର ଆରେଷ୍ଟ ହେଇଗଲାଣି, ବାକି ସମସ୍ତଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଲେଣି। କେବଳ କଂଗ୍ରେସ ସାଙ୍ଗରେ ତାଙ୍କର ଗୋଟେ ପ୍ରତିଦ୍ୱନ୍ଦିତା ଅଛି, କିଏ ଆମ ସହିତ ଲଢ଼ିବ ବୋଲି। କଂଗ୍ରେସ ଆଉ ବିଜେଡି ଭିତରେ ଗୋଟେ ପ୍ରତିଦ୍ୱନ୍ଦିତା ଅଛି 2 ନମ୍ବର ବ୍ରୋଞ୍ଜ ଆମର ସିଲଭର ମେଡାଲ ପାଇଁ। ତ ସେମାନେ କରନ୍ତୁ ସେ ପ୍ରତିଯୋଗିତା, ଆମକୁ ସେଥିରେ କିଛି କହିବାର ନାହିଁ। ସାର୍ ବିଜୟ ମହାପାତ୍ର କହୁଛନ୍ତି ଯେ ଇଏ 30 ବର୍ଷ ଭିତରେ ଇଏ ପ୍ରଥମ ଘଟଣା, କଲେଜରେ ଜଣେ ଛାତ୍ରୀ ସମସ୍ତଙ୍କୁ ସୂଚନା ଦେବା ପରେ, ସମସ୍ତଙ୍କୁ ଟ୍ୱିଟ୍ କରିବା ପରେ, ଜିଲ୍ଲାପାଳ, ଏସପି, ମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ତା ସହିତ ବିଧାୟକଙ୍କୁ ଦେବା ପରେ ଏଇ ଘଟଣା ଘଟିଲା। ଏଇ ଘଟଣାକୁ ସରକାର ଗୁରୁତ୍ୱ ନେଇନାହାନ୍ତି, ଯୋଉଥିପାଇଁ ଘଟଣା ଘଟିଲା। ଏବଂ ଏହାର କୋର୍ଟଙ୍କ ଦ୍ୱାରା ଯଦି ତଦନ୍ତ ତଦନ୍ତ କରିକି କଣ ସାବ୍ୟସ୍ତ କରିବା ପାଇଁ ଚାହୁଁଛୁ? ତଦନ୍ତ କଲେ କାର୍ଯ୍ୟାନୁଷ୍ଠାନ ତ ହେଇସାରିଲାଣି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ଆପଣ କହିଥାନ୍ତେ ତଦନ୍ତ କରାଯାଉ, ତଦନ୍ତ ଅନୁସାରେ କାର୍ଯ୍ୟାନୁଷ୍ଠାନ। ଯେତେବେଳେ କାର୍ଯ୍ୟାନୁଷ୍ଠାନ ଯାହା ଯାହା ନାଁରେ ଅଭିଯୋଗ ଅଛି ସମସ୍ତଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ହେଇସାରିଲାଣି, ତାପରେ ତଦନ୍ତର ମୂଲ୍ୟ କ'ଣ ଅଛି ମୁଁ ବୁଝିପାରୁନି। ସେ କହୁଛନ୍ତି ୟା ଭିତରେ ସାର୍ ଛାତ୍ର ନେତାମାନଙ୍କ ସବୁ ହାତ ଅଛି, ସେମାନେ ଉସ୍କେଇଛନ୍ତି ଘଟଣାକୁ। ଏଇଠି ତ ଅନ୍ୟ କଥା ଆସୁଛି, ଷ୍ଟୁଡେଣ୍ଟ କଂଗ୍ରେସ ଆଉ ବିଜେଡିର ନାଁରେ ଅଭିଯୋଗ ଆସୁଛି ଯେ ସେମାନେ ଛାତ୍ରୀଙ୍କୁ ଉସ୍କେଇଛନ୍ତି ବୋଲି। ସେମାନେ ଛାତ୍ରୀ ଏବଂ କଂଗ୍ରେସ ବାଲା ମାନେ ଗଣ୍ଡଗୋଳ କରିଛନ୍ତି ବୋଲିକି ଝିଅର ବାପା ବି ଅଭିଯୋଗ କରିଛି। ତ ଏଇଟା କୋଉଟାକୁ ଧରିବା? ଝିଅର ବାପାର କଥାକୁ ଧରିବା କି କାହାର କଥାକୁ ଧରିବା? ଦେଖନ୍ତୁ, ଗୋଟେ ରାଜନୀତି ଗୋଟିଏ ଘଟଣାଟେ ଘଟି, ଗୋଟେ ସମସାମୟିକ ଗୋଟେ, ଏଇଟା ଘଟଣା ନୁହେଁ, ଗୋଟେ ଦୁର୍ଘଟଣା। ଗୋଟିଏ ଦୁର୍ଘଟଣାଟେ ଘଟିଗଲେ ସେଥିରୁ ରାଜନୀତିକ ରୋଟି ସେକିବା ପାଇଁ ଉଭୟ କଂଗ୍ରେସ ଆଉ ବିଜେଡି ଚେଷ୍ଟା କରୁଛନ୍ତି। କିନ୍ତୁ ଆମେ ନବଦାସ ମର୍ଡରରେ ଆମେ ତ ନାଁ ଧରିଥିଲୁ, ଏଇ ଲୋକ ବିଧାନସଭାରେ ନାଁ ଧରିଥିଲୁ, କାହିଁ ତ ତଦନ୍ତ କିଛି କଲେ ନାହିଁ। କଂଗ୍ରେସର ଇତିହାସ ଦେଖ, କେତେ ହତ୍ୟାକାଣ୍ଡରେ ସେମାନେ ସମ୍ପୃକ୍ତ, ଆମ ଲୋକ ସମ୍ପୃକ୍ତ କି ଏଇ ଜାଗାରେ। ଆମେ ତ ତତ୍କ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ। ଯଦି ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ, ମୋ ମତରେ ଆଉ ଅଧିକ ତଦନ୍ତର ଆବଶ୍ୟକତା ନାହିଁ। ସେ କହୁଛନ୍ତି ସବୁ ଦିଗକୁ କ୍ରାଇମବ୍ରାଞ୍ଚ ତଦନ୍ତ ଯୋଉ ହଉଛି ସବୁ ଦିଗକୁ ଛୁଇଁ ପାରିବନି, ସେଇଥିପାଇଁ କୋର୍ଟ। ଆମେ ତ କହିଥିଲୁ, ସେଇ କଥା କହିଥିଲୁ ନବଦାସରେ, ତମର ମନ୍ତ୍ରୀ ନାଁରେ ଅଭିଯୋଗ ହଉଛି, ତମର ମୁଖ୍ୟମନ୍ତ୍ରୀ ନାଁରେ ଅଭିଯୋଗ ହଉଛି, ତମର ଆଉ କାହା ସଚିବ ନାଁରେ ଅଭିଯୋଗ ହଉଛି, ତମେ ତ କାହିଁ ସିବିଆଇକୁ ଦେଲ ନାହିଁ? ଆଜି ପର୍ଯ୍ୟନ୍ତ ସେଇ ଅଭିଯୋଗ ରହିଛି। ତ ଏଇ ମାମିନା କେସ୍ରେ, ମାହାଙ୍ଗା କେସ୍ରେ, କେତେ କେସ୍ ତାଙ୍କ, କୋରାପୁଟର ଗୋଟେ କ'ଣ କେସ୍ରେ, ପିପିଲି କେସ୍ରେ, ହଜାର ହଜାର କେସ୍ ତାଙ୍କ ସମୟରେ ହେଲା। କେଉଁ କେସ୍ରେ ତଦନ୍ତ କଲେ ମୁଁ ଟିକେ ଜାଣିବାର ଲାଗି ଚାହୁଁଛି। ଗୋଟେ କେସ୍ରେ ତଦନ୍ତ କଲେ, ଆଉ ଏଇ ଯେଉଁ 24 ବର୍ଷର ସରକାରରେ ସେ କିଛି ନହେଲେ ବି 100 ପାଖାପାଖି ତଦନ୍ତ କମିଶନ ବସେଇଛନ୍ତି। କୋଟିକର ବି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ କରାଗଲା କି ରିପୋର୍ଟ ତଦନ୍ତ କରାଯିବ, କିଛି ଲୋକ ପଇସା ଖାଇବେ, ଦରମା ଖାଇବେ, ମାନେ କ'ଣ ଦରମା ନେବେ, ପଇସା ନେବେ, ଏବଂ ରିପୋର୍ଟଟା ବି ଉପସ୍ଥାପିତ ହବ ନାହିଁ। ତ ଲାଭ କ'ଣ? এইটা আখি ঠরা ভଳିଆ ଜିନିଷ। ଲୋକମାନଙ୍କର କଥାକୁ ଯଦି ପାର କରିଦେବା ପାଇଁ କେବଳ ତଦନ୍ତ କଥା କୁହାଯାଏ।
आम तो कार्यानुष्ठान ग्रहण कर सारी। किंतु विजय महापात्र आउ गोटे कथा कहते जिते विरोधी दल थिले सेतेबेले आपण माने सब घटना सीबीआई तदंत कथा कहते निरपेक्ष तदंत कथा कहते एबे काहे सीबीआई कथा आपण मान दउ ना कथाटा हला सीबीआई से समय रे आमे डिमांड करि थांतु जे जो समय रे कार्यानुष्ठान हेइ न था जदि कार्यानुष्ठान हेइ सारी एवं सेमान को गिरफ्त करी जेल कस्टडी को पठे दि जाए तापर कौन तदंत तदंत कौन तदंतर भी आवश्यकता कौन मु बुझी पारुनी एवं पुलिस चार्जसीट करवा कथा चार्जसीट रे कौन है देखा कथा तो जो जगार कार्यानुष्ठान ग्रहण करान जाए से जगार जदि पुलिस कन्फ्यूज थाए क्राइम ब्रांच कन्फ्यूज थाए से जगार सीबीआई रो इनक्वारी दाबी करा जाए कारण आम नवदास केस रे सीबीआई तदंत दाबी करूँ कारण राज्य सरकार बड़ बड़ लोक गोटे आईपीएस ऑफिसर गोटे आईएएस ऑफिसर गोटे दुई जन बड़ बड़ क्षमता अधिकारी करना अभियोग होता एवं राज्य सरकार से लोक मानकु राज्य सरकार को तदंत संस्था से लोक मानकु पहुंची पारिबो नाही बोली के आमे सीबीआई करथुलु एबे तो कार्यानुष्ठान ही सारलाणी कार्यानुष्ठान परे को जगह तदंत हुए जदि कि कहीदेव ताले मु मानिबी कार्यानुष्ठान परे तदंत हुए नहीं तदंत परे कार्यानुष्ठान हुए।